ପ୍ରତ୍ୟେକଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମଧୁମୟ ନାମରେ ପ୍ରେମର ନମସ୍କାର ଜଣାଏ। ନମସ୍କାର, ପ୍ରେଜ୍ ଦି ଲର୍ଡ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ଆମେ ଆଉ ଦୁଇ ଗୋଟି ବିଷୟ ଆଲୋଚନା କରିବା। ତାହା ହେଉଛି ସଦାପ୍ରଭୁ ପ୍ରାର୍ଥନା ଶୁଣନ୍ତି କି? ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏହି ସଦାପ୍ରଭୁ ଯେଉଁ ପ୍ରାର୍ଥନା ଶୁଣନ୍ତି କି, ଏହି ବିଷୟରେ ଆମମାନେ ଆଲୋଚନା କରିବା। ଦୁଇ ଗୋଟି ବିଷୟ କ'ଣ ତାହା ଆମେ ଆଲୋଚନା କରିବା। ପ୍ରଥମ ବିଷୟ ହେଉଛି ସଦାପ୍ରଭୁ ପ୍ରାର୍ଥନା ଶୁଣନ୍ତି। ହଁ ପ୍ରିୟ ପ୍ରଭୁଙ୍କ ଲୋକମାନେ, ସଦାପ୍ରଭୁ ପ୍ରାର୍ଥନା ଶୁଣନ୍ତି। ଆମେ ଯେତେବେଳେ ପ୍ରାର୍ଥନା କରୁ, ଆମର ସମସ୍ୟା ନେଇକି ପ୍ରଭୁଙ୍କ ନିକଟକୁ ଯାଉ, ସେ ପ୍ରତ୍ୟେକ ପ୍ରାର୍ଥନାର ସେ ଉତ୍ତର ଦେଇଥାନ୍ତି। ସଦାପ୍ରଭୁ ଆମମାନଙ୍କୁ କେବେ ବି ନିରାଶ କରିନାହାନ୍ତି। ଆମେ ଯେତେ ବଡ଼ ସମସ୍ୟାରେ ପଡ଼ିଥାଉ ନା କାହିଁକି, ଦୁଃଖରେ, ସମସ୍ୟାରେ, ରୋଗରେ, ବିଭିନ୍ନ ପ୍ରକାରର ସମସ୍ୟାରେ ଆମେ ଯଦି ପଡ଼ିଥାଉ, ସଦାପ୍ରଭୁ ଆମମାନଙ୍କର ପ୍ରାର୍ଥନା ଶୁଣନ୍ତି ଏବଂ ପ୍ରାର୍ଥନାର ଉତ୍ତର ମଧ୍ୟ ଦେଇଥାନ୍ତି, ଆଉ ଦେଇଛନ୍ତି ମଧ୍ୟ, ଆଉ ଦେବେ ମଧ୍ୟ। ଆମେ ପ୍ରମାଣ ପାଉ, ସେ କହିଛନ୍ତି, ତୁମ୍ଭେମାନେ ଯେତେବେଳେ ଅସୁବିଧାରେ ପଡ଼ିବ, ସମସ୍ୟାରେ ପଡ଼ିବ, ସଙ୍କଟରେ ପଡ଼ିବ, ମୋ ନିକଟରେ ପ୍ରାର୍ଥନା କର, ମୁଁ ତୁମ୍ଭମାନଙ୍କୁ ଉତ୍ତର ଦେବି, ସେହି ସମସ୍ୟାରୁ ଉଦ୍ଧାର କରିବି। ଗୀତ ସଂହିତା ତାର 50 ପର୍ବ 15 ପଦରେ ମଧ୍ୟ ସଦାପ୍ରଭୁ କହିଲେ, ତୁମ୍ଭେ ଆମ୍ଭ ନିକଟରେ ପ୍ରାର୍ଥନା କର, ଆମ୍ଭେ ତୁମକୁ ଉଦ୍ଧାର କରିବା। ତୁମ୍ଭେ ସଙ୍କଟ ସମୟରେ ଆମ୍ଭକୁ ଡାକ, ଆମ୍ଭେ ତୁମକୁ ଉଦ୍ଧାର କରିବା। ଆଉ ଜେରେମିୟ 33 ପର୍ବ 3 ପଦରେ ମଧ୍ୟ ସେମ୍ କଥା ଲେଖାଗଲା, ତୁମ୍ଭେ ଆମ୍ଭ ନିକଟରେ ପ୍ରାର୍ଥନା କର, ଆମ୍ଭେ ତୁମକୁ ଉତ୍ତର ଦେବା। ସେ ଆମମାନଙ୍କର ପ୍ରାର୍ଥନାର ଉତ୍ତର ଦେବା ପରମେଶ୍ୱର। ଯଦି ସେ ପ୍ରାର୍ଥନା ଶୁଣନ୍ତି, ତେବେ ଆମମାନେ କ'ଣ ପ୍ରାର୍ଥନା କରିବାନି କି? ନିଶ୍ଚିତ କରିବା। ପ୍ରାର୍ଥନା ଯେଉଁ କରୁଛୁ ଆମେ, ସେ ପ୍ରାର୍ଥନାର ସେ ଉତ୍ତର ରଖିଛନ୍ତି, ଆଉ ରଖିବେ ମଧ୍ୟ। ପ୍ରତ୍ୟେକ ପ୍ରାର୍ଥନା ସେ ଉତ୍ତର ଦେଇଛନ୍ତି ମଧ୍ୟ, ଦେବେ ମଧ୍ୟ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆପଣମାନଙ୍କ ନିକଟକୁ ଯେତେବେଳେ ସମସ୍ୟା ଆସୁଛି, ସେତେବେଳେ ଆପଣମାନେ ମଧ୍ୟ ପ୍ରାର୍ଥନା କରିଛନ୍ତି, ଆଉ ପ୍ରତ୍ୟେକ ପ୍ରାର୍ଥନାର ପ୍ରଭୁ ଉତ୍ତର ଦେଇଛନ୍ତି। ଆଉ ଏହି ବିଶ୍ୱାସ, ଏହି ଆଶା ନେଇ ଆମେ ଯେତେବେଳେ ଆଉ ଯାଉ, ସେତେବେଳେ ପ୍ରଭୁ ଆମମାନଙ୍କୁ ଉତ୍ତର ଦିଅନ୍ତି, ପ୍ରାର୍ଥନା ଶୁଣନ୍ତି। ଆଉ ଯେଉଁମାନେ ଯୀଶୁଙ୍କ ନାମ ଧରି ପ୍ରାର୍ଥନା କରନ୍ତି, ଯୀଶୁ ଖ୍ରୀଷ୍ଟ ସେମାନଙ୍କୁ ପ୍ରାର୍ଥନାର ଉତ୍ତର ଦିଅନ୍ତି। ଆଉ ସେହି ବିଷୟ ଯୋହନ ପୁସ୍ତକ 14 ପର୍ବ 13 ଏବଂ 14 ପଦରେ ମଧ୍ୟ ଯୀଶୁ ଖ୍ରୀଷ୍ଟ ନିଜେ କହିଲେ, ତୁମ୍ଭେମାନେ ଯେବେ ମୋ ନାମ ଧରି ପ୍ରାର୍ଥନା କରିବ ବା ମୋତେ ମାଗିବ, ପିତା ଯେ ପ୍ରକାର ମହିମାନ୍ୱିତ ହୁଅନ୍ତି, ଏଥିପାଇଁ ମୁଁ ତୁମ୍ଭମାନଙ୍କୁ ସେ ବିଷୟ ଦେବି। ତେଣୁ ସେ ପ୍ରତ୍ୟେକ ପ୍ରାର୍ଥନାର ଆମମାନଙ୍କୁ ଉତ୍ତର ଦିଅନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ଯେତେବେଳେ ପ୍ରଭୁଙ୍କ ଇଚ୍ଛା ମତରେ ଆମେ ଚାଲୁ, ଅନିନ୍ଦନୀୟ ଜୀବନ ଆମେ କାଟୁ, ପ୍ରଭୁ ଯେମିତି ଆମକୁ ବ୍ୟବହାର କରିବା ପାଇଁ ଚାହାନ୍ତି, ସେମିତି ଯଦି ଆମେ ବ୍ୟବହାର ହେଉ, ତେବେ ପ୍ରତ୍ୟେକ ପ୍ରାର୍ଥନାର ପ୍ରଭୁ ଉତ୍ତର ଦେଇଛନ୍ତି ଏବଂ ଦେବେ। ଏହି ଆଶା, ଏହି ଭରସା ଆମମାନଙ୍କର ଅଛି ଏବଂ ପାଇଛୁ ମଧ୍ୟ ପ୍ରାର୍ଥନାର ଉତ୍ତର। କିନ୍ତୁ ସଦାବେଳେ ଆମେ କ'ଣ କରିବା? ପ୍ରଭୁ ଯୀଶୁଙ୍କ ନାମ ଧରି ଆମେ ପ୍ରାର୍ଥନା କରିବା, ଆମେ ପାରିବାରିକ ପ୍ରାର୍ଥନା କରିବା, ବ୍ୟକ୍ତିଗତ ପ୍ରାର୍ଥନା କରିବା। କେଉଁ ପ୍ରକାର ସମସ୍ୟା ଆସିଲେ ମଧ୍ୟ ଆମେ ପ୍ରାର୍ଥନା କରିବା, ପ୍ରଭୁ ନିଶ୍ଚିତ ପ୍ରାର୍ଥନା ଶୁଣିବେ।
ପ୍ରଥମ ବିଷୟ। ଦ୍ୱିତୀୟ ବିଷୟ ହେଉଛି ସଦାପ୍ରଭୁ ପ୍ରାର୍ଥନା ଶୁଣନ୍ତି ନାହିଁ। ଏ କେମିତି କଥା ହେଇଗଲା? ପ୍ରଭୁ ତ ପ୍ରତ୍ୟେକ ପ୍ରାର୍ଥନାର ଉତ୍ତର ଦିଅନ୍ତି, ପ୍ରାର୍ଥନା ଶୁଣନ୍ତି। ସେ ପ୍ରାର୍ଥନା ଶ୍ରବଣକାରୀ ପରମେଶ୍ୱର। ତେବେ ଆପଣମାନେ କହିପାରିବେ କେମିତି ସଦାପ୍ରଭୁ ଆଉ ପ୍ରାର୍ଥନା ଶୁଣନ୍ତି ନାହିଁ ବୋଲି ଆପଣ କହୁଛନ୍ତି? ସଦାପ୍ରଭୁ ପ୍ରାର୍ଥନା ଶୁଣନ୍ତି ନାହିଁ ତାହା ମୁଁ ଯେମିତି ଜାଣିଛି ସେମିତି କହୁନାହିଁ। ବାଇବଲରେ ଯାହା ଅଛି ତାହା ହିଁ ମୁଁ କହିବା ପାଇଁ ଚାହେଁ। ବାଇବଲରେ ଆପଣମାନେ ଯଦି ପଢ଼ିବେ ଗୀତ ସଂହିତା 66 ପର୍ବ ତାର 18 ପଦରେ ଲେଖାଯାଏ କ'ଣ? ସେହି ବିଷୟ ଟିକେ ଆମେ ପଢ଼ିବା, ତାପରେ ଅଳ୍ପ ସମୟ ଆଲୋଚନା କରିବା। ପ୍ରଭୁ ପ୍ରାର୍ଥନା କାହିଁକି ଶୁଣନ୍ତି ନାହିଁ? ପ୍ରଥମ ବିଷୟ ଆମେ ଆଲୋଚନା କଲୁ, ପ୍ରଭୁ ପ୍ରାର୍ଥନା ଶୁଣନ୍ତି। ଆମେ ଯେତେବେଳେ ବି କେଉଁ ମୁହୂର୍ତ୍ତରେ ବି ପ୍ରାର୍ଥନା କରିବା, ପ୍ରଭୁ ପ୍ରାର୍ଥନା ଶୁଣିବେ। କିନ୍ତୁ ଦ୍ୱିତୀୟ ବିଷୟଟି ହେଲା ପ୍ରଭୁ ପ୍ରାର୍ଥନା ଶୁଣନ୍ତି ନାହିଁ। ସେହି ବିଷୟ ଆମେ ଦେଖିବା, ପଢ଼ିବା ଗୀତ ସଂହିତା 66 ପର୍ବ ତାର 18 ପଦ। ଯେବେ ମୁଁ ମନ ମଧ୍ୟରେ ଅଧର୍ମକୁ ଆଦର କରେ, ତେବେ ପ୍ରଭୁ ମୋ କଥା ଶୁଣିବେ ନାହିଁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, କେମିତି ଲୋକର ପ୍ରଭୁ ପ୍ରାର୍ଥନା ଶୁଣିବେ ନାହିଁ? ଆମେ ଜାଣୁ ପ୍ରଭୁ ପ୍ରତ୍ୟେକ ଲୋକମାନଙ୍କର ପ୍ରାର୍ଥନା ଶୁଣନ୍ତି, କିନ୍ତୁ ଏମିତି ଲୋକମାନଙ୍କର ପ୍ରାର୍ଥନା ପ୍ରଭୁ ଶୁଣିବେ ନାହିଁ ଯିଏକି ନିଜ ମନ ମଧ୍ୟରେ ଅଧର୍ମକୁ ଆଦର କରେ। ନିଜ ମନ ମଧ୍ୟରେ ପ୍ରଭୁ ଯାହା ଚାହାନ୍ତି ନାହିଁ ତାହା କରୁଥିବା ପ୍ରତ୍ୟେକ ଲୋକମାନଙ୍କର ପ୍ରଭୁ ପ୍ରାର୍ଥନା ଶୁଣନ୍ତି ନାହିଁ। ଏଇ ଜାଗାରେ ଲେଖାଗଲା, ମୁଁ ଯଦି ମୋ ମନ ମଧ୍ୟରେ ଅଧର୍ମକୁ ଆଦର କରିବି, ଭଲ ପାଇବି, ମୋ ଜୀବନରେ ମୋ ମନରେ ଖାଲି ମନ୍ଦ ଚିନ୍ତା, ମନ୍ଦ ବିଷୟ, ଅନ୍ୟ ବିଷୟରେ, ଅନ୍ୟମାନଙ୍କ ବିଷୟରେ ମୁଁ କ୍ଷତିର ବିଷୟ ଚିନ୍ତା କରୁଥିବି ଏବଂ ମୁଁ ଅନ୍ୟମାନଙ୍କ ବିଷୟରେ ଖରାପ ଚିନ୍ତା କରୁଥିବି, ମୋ ମନରେ ଖାଲି ଅଧର୍ମ ଭରି ରହିଛି, ତେବେ ମୋର ପ୍ରାର୍ଥନା ପ୍ରଭୁ କେମିତି ଶୁଣିବେ? ମୋର ପ୍ରାର୍ଥନା ଶୁଣିବେ ନାହିଁ। ମୁଁ ମୋ ମନ ମଧ୍ୟରେ ପାପ କାର୍ଯ୍ୟ କରୁଛି। ଅଧର୍ମ ଗୁଡ଼ାକ କ'ଣ ତାହା ଯଦି ଆପଣମାନେ ଦେଖିବେ, ଗାଲାତୀୟ ପୁସ୍ତକ 5 ପର୍ବ ତାର 19 ପଦ ଠାରୁ ଲେଖାଯାଏ ଯେ ଏଇ ସବୁ ବିଷୟ ଗୁଡ଼ାକ ଯଦି ଏଇ ଜାଗାରେ ଆମେ ପଢ଼ୁଛୁ, ଦେଖୁଛୁ ଯେ ଏସବୁ ଜିନିଷ ଯଦି ମୋ ମନରେ ଅଛି, ମୁଁ ତାହା ସବୁ କରେ, ତେବେ ମୋ ଅଧର୍ମ ଗୁଡ଼ାକ ମୋ ମନ ଭିତରେ ଭରି ରହିଛି। ଆଉ ମୋ ମନରେ ଗୋଟିଏ ସୁଦ୍ଧା ଉତ୍ତମ ବିଷୟ ନାହିଁ, ଭଲ ବିଷୟ ନାହିଁ, ଖାଲି ଏ ବିଷୟ ଗୁଡ଼ାକ ଭର୍ତ୍ତି ହେଇଛି। ଆଉ ସେହି ସମୟରେ ଯଦି ମୋ ପରିବାରରେ, ମୋ ମଣ୍ଡଳୀରେ, ମୋ ବ୍ୟକ୍ତିଗତରେ, ମୋ ଶରୀରରେ ଅନେକ ଦୁଃଖ ଆସିଲା, କଷ୍ଟ ଆସିଲା, ସେହି ସମୟରେ ଯଦି ମୁଁ ପ୍ରାର୍ଥନା କରିବି, ତେବେ ପ୍ରଭୁ ମୋର ପ୍ରାର୍ଥନା ଶୁଣିବେ ନାହିଁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆପଣମାନେ ପ୍ରାର୍ଥନା କରନ୍ତୁ, କିନ୍ତୁ ମନ ମଧ୍ୟରେ, ଆପଣଙ୍କ ହୃଦୟରେ, ଆପଣଙ୍କ ଜୀବନରେ ଏହି ଅଧର୍ମ କାର୍ଯ୍ୟ ଗୁଡ଼ାକ ଆପଣମାନେ କରନ୍ତୁ ନାହିଁ। ଯଦି ଏସବୁ ବିଷୟ ପାପ କାର୍ଯ୍ୟ ଗୁଡ଼ାକ ଅଛି, ପ୍ରଭୁ ଯାହା ଚାହାଁ ତାହା ଯଦି କରିକି ବ୍ୟଭିଚାର, କାମୁକତା, ଅଶୁଚିତା, ଅଧର୍ମ, ଅନ୍ୟର ଉପକାର ବଦଳରେ ଅନ୍ୟ ବିଷୟରେ ମନ୍ଦ ଚିନ୍ତା କରିବା, ଅନ୍ୟକୁ କ୍ଷତି ପହଞ୍ଚେଇବା, ଏସବୁ ଯଦି ମୋ ମନରେ ରଖିକି ମୁଁ ଯଦି ପ୍ରାର୍ଥନା କରିବି, ତେବେ ମୋର ପ୍ରାର୍ଥନା ପ୍ରଭୁ ଶୁଣିବେ ନାହିଁ। ବରଂ ମୁଁ ପ୍ରାର୍ଥନା କଲାବେଳେ ପ୍ରଭୁ ହସିବେ। ମୋ ପ୍ରାର୍ଥନାର ଉତ୍ତର ଆସିବ ନାହିଁ, ମୋର ପ୍ରାର୍ଥନାର ଉତ୍ତର ଦିଆଯିବ ନାହିଁ।
ପ୍ରିୟ ପ୍ରଭୁଙ୍କ ଲୋକମାନେ ଆପଣମାନେ ପ୍ରାର୍ଥନା କରନ୍ତୁ। ପ୍ରଭୁ ଇଚ୍ଛା କରୁଥିବା ପ୍ରକାରେ ପ୍ରଭୁଙ୍କ ଇଚ୍ଛାରେ ପ୍ରାର୍ଥନା କରନ୍ତୁ ଏବଂ ମନ ମଧ୍ୟରେ ଯେଉଁ ଅଧର୍ମ ଗୁଡ଼ାକ ରହିଛି ତାହା ପରିତ୍ୟାଗ କରନ୍ତୁ ଏବଂ ଶୂନ୍ୟ ହୃଦୟରେ ଭଙ୍ଗା ମନ ଅନ୍ତଃକରଣରେ ପ୍ରଭୁଙ୍କ ନିକଟକୁ ଯାଆନ୍ତୁ। ଆପଣଙ୍କୁ ଶୂନ୍ୟ କରନ୍ତୁ ଆଉ ପ୍ରଭୁଙ୍କ ନିକଟକୁ ଯାଆନ୍ତୁ। ପ୍ରଭୁ ପ୍ରତ୍ୟେକ ପ୍ରାର୍ଥନାର ଉତ୍ତର ଦିଅନ୍ତି ଏବଂ ଶୁଣନ୍ତି। ଆମମାନଙ୍କ ବିଷୟରେ ସେ ଚିନ୍ତା କରନ୍ତି। କିନ୍ତୁ ଆପଣମାନେ ଯଦି ଆପଣଙ୍କ ମନରେ ଆପଣଙ୍କ ଜୀବନରେ ଅଧର୍ମକୁ ବେଶୀ ଭଲ ପାଇବେ ଆଉ ଯେତେବେଳେ ସମସ୍ୟା ଆସିବ, ଦୁଃଖ ଆସିବ, ରୋଗ ଆସିବ, ସେତେବେଳେ ଖାଲି ପ୍ରଭୁ ପ୍ରଭୁ କହିବେ, ସେତେବେଳେ ପ୍ରଭୁ କେବେ ପ୍ରାର୍ଥନା ଶୁଣିବେ ନାହିଁ। ଭଲ ଥିବା ସମୟରେ ଆପଣ ଖାଲି ଖରାପ କାର୍ଯ୍ୟ କରିବେ, ଯୁଆଡ଼େ ପାଇବେ ସିଆଡ଼େ ଯିବେ, ପ୍ରଭୁ ଇଚ୍ଛା କରୁଥିବା କାର୍ଯ୍ୟ କରୁନଥିବେ। ଆଉ ଯେତେବେଳେ ପରିବାରରେ ବିପଦ ଆସିବ, ଦୁଃଖ ଆସିବ, କଷ୍ଟ ଆସିବ, ସେତେବେଳେ ଖାଲି ପ୍ରଭୁ ପ୍ରଭୁ କହିବେ, ସେତେବେଳେ ପ୍ରଭୁ ପୁଣି ହସିବେ ଆଉ ପ୍ରଭୁ ପ୍ରାର୍ଥନା ଶୁଣିବେ ନାହିଁ। ତେଣୁ ଆପଣମାନେ ସଦାବେଳେ ପ୍ରଭୁ ଇଚ୍ଛା କରୁଥିବା ପ୍ରକାରେ ଚାଲନ୍ତୁ, ତାହାଙ୍କର ନାମ ଧରି ଆପଣମାନେ ପ୍ରାର୍ଥନା କରୁଥାନ୍ତୁ, ସଦାବେଳେ ତାଙ୍କ ସହିତ ଚାଲନ୍ତୁ। ତେବେ ପ୍ରଭୁ ଆପଣମାନଙ୍କୁ ଉତ୍ତର ଦେବେ, ପ୍ରାର୍ଥନା ଶୁଣିବେ ଆଉ ସଦାବେଳେ ଆପଣମାନଙ୍କର ସପକ୍ଷ ହେଇ ରହିବେ। ଯଦି ଆପଣମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିନା ଚାଲିବା ପାଇଁ ଚେଷ୍ଟା କରିବେ ନା, ତେବେ କେବେ ଆପଣଙ୍କ ଜୀବନରେ ଯେତେବେଳେ ଦୁଃଖ ଆସିବ, କଷ୍ଟ ଆସିବ, ସେତେବେଳେ ପ୍ରଭୁ ପ୍ରାର୍ଥନା ଶୁଣିବେ ନାହିଁ। ଏହି ଜାଗାରେ ଆମେ ପଢ଼ିଲୁ ଯେ ପ୍ରଭୁ ପ୍ରାର୍ଥନା ଶୁଣିବେ ନାହିଁ। କେମିତି ଲୋକର ପ୍ରାର୍ଥନା ଶୁଣିବେ ନାହିଁ? ଯେଉଁ ବ୍ୟକ୍ତି ମନ ମଧ୍ୟରେ ଅଧର୍ମକୁ ଆଦର କରୁଥିବ ଆଉ ମନ ମଧ୍ୟରେ ପାପ କାର୍ଯ୍ୟ ଗୁଡ଼ାକ ଥିବ, ପ୍ରଭୁ ଇଚ୍ଛା କରୁନାହାନ୍ତି ସେଇ ଜିନିଷ ସବୁ କରୁଥିବ, ସେହି ବିଷୟ ଗୁଡ଼ାକରେ ଚାଲୁଥିବ, ତେବେ ସେହି ଲୋକର ପ୍ରାର୍ଥନା ପ୍ରଭୁ ଶୁଣିବେ ନାହିଁ। ସଦାବେଳେ ମଦ୍ୟପାନ, ସଦାବେଳେ ବ୍ୟଭିଚାର, ସଦାବେଳେ କାମକଥା, ସଦାବେଳେ ଅଶୁଚିତା, ସଦାବେଳେ ଯେତେବେଳେ ଆପଣ ଭଲ ଥିବେ ସେତେବେଳେ ନିଜ ଇଚ୍ଛା ପ୍ରକାରେ ଚାଲିବେ। ପ୍ରଭୁ ଆପଣମାନଙ୍କୁ ବ୍ୟବହାର କରିବା କଥା, କିନ୍ତୁ ପ୍ରଭୁକୁ ଆପଣ ବ୍ୟବହାର କରିବେ। ଆଉ ଯେତେବେଳେ ପ୍ରଭୁଙ୍କ ନିକଟକୁ ଆପଣ ଯିବେ, ସେତେବେଳେ କ'ଣ ପ୍ରଭୁ ଆପଣଙ୍କର ପ୍ରାର୍ଥନା ଶୁଣିବେ କି? ସେଇଟା ବି ଆପଣ ଯେତେବେଳେ ବିପଦ ପଡ଼ିବ, ସମସ୍ୟା ପଡ଼ିବ, ସେଇ ସମୟରେ ଖାଲି ପ୍ରଭୁ ପ୍ରଭୁ ହେଇକି କାନ୍ଦିବେ, ପ୍ରଭୁ ପ୍ରଭୁ ହେଇକି ପ୍ରାର୍ଥନା କରିବେ, ସେତେବେଳେ ପ୍ରଭୁ ଆଉ ପ୍ରାର୍ଥନା ଶୁଣିବେ ନାହିଁ। ସେହି ସମୟରେ ପ୍ରଭୁ କ'ଣ କରିବେ? ଆପଣ ଯେତେବେଳେ ସେହି ସମୟରେ ପ୍ରଭୁଙ୍କ ନିକଟକୁ ଯିବେ, ଆଣ୍ଠୁ ଭାଙ୍ଗିବେ, କାନ୍ଦିବେ, ସେତେବେଳେ ପ୍ରଭୁ ପୁଣି ହସିବେ। ସେଥିପାଇଁ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆପଣମାନେ ସଦାବେଳେ ପ୍ରଭୁରେ ରୁହନ୍ତୁ, ପ୍ରାର୍ଥନା କରନ୍ତୁ, ପ୍ରଭୁଙ୍କ ସହିତ ଗମନାଗମନ କରନ୍ତୁ। ସଦାବେଳେ ଆପଣଙ୍କ ସହିତ ଅଛନ୍ତି, ଆପଣମାନଙ୍କ ସହିତ ଏବଂ ମୋ ସହିତ ସେ ଚାଲୁଛନ୍ତି, ମୋର ହାତ ଧରି ସେ ଚାଲୁଛନ୍ତି। ସେ ପ୍ରଭୁଙ୍କୁ ସଦାବେଳେ ଆମେ ପ୍ରାର୍ଥନା କରିବା ଏବଂ ସଦାବେଳେ ପ୍ରଭୁରେ ଆମେ ରହିଥିବା। ଅଳ୍ପ ଆଲୋଚନାରେ ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।